ସିନ୍ଦୁର ମାରିଥିଲା ସେ ମାନିଲେ ଯେ ଆମର ସେମିତି ମା ମା ବୋଲେ କ'ଣ ଜଙ୍ଗଲରେ କାହାକୁ ପୂଜା କରିବେ ବନଦେବୀ ବନଦେବୀ ବନ ଦେବତା କାମ କରୁଛନ୍ତି ବନଦେବୀ ବୋଲି କହୁଛନ୍ତି ମାନେ ବନଦେବୀ ହେଲେ କିଏ ବନ ଦୁର୍ଗା ତେଣୁ ସେ ବନ ଦୁର୍ଗାକୁ ସେତେବେଳେ ସ୍ଥାପନ କଲେ ସବୁ ଏବଂ ତାକୁ ପଥର ପୁଞ୍ଜି ବୋଲି କହିଲେ ବନ ଦୁର୍ଗାକୁ ପଥର ପୁଞ୍ଜି ରୂପେ କଲେ ଏବଂ ଯେହେତୁ ବାଟରେ ସେ ରହିଲେ ବାଟ ବାୟାଣୀ ମଧ୍ୟ ତାଙ୍କ ନାହିଁ ବନ ଦୁର୍ଗାକୁ ସେମାନେ ପଦ କଲେ ବନଦେବୀ ହେଲେ କିଏ ବନ ଦୁର୍ଗା ପୁଣି ହେଲେ କିଏ ଯେତେବେଳେ ପଥର ପୁଞ୍ଜି କରିକି ସେ ପଥର ପୁଞ୍ଜି ନାମକରଣ ସେ କଲେ ବୁଝିଲା ପଥର ପୁଞ୍ଜି ନାମକରଣ କଲେ ଏବଂ ପଥର ପୁଞ୍ଜି ଯିଏ ଯେତେବେଳେ ଲୋକ ଗଲେ ଯିବା ଆସିବା କଲେ ଇଏ କଲେ ପଥର ଦେଇ ବିରାଟ ବଡ଼ ଗୋଲେଇ ସଗେରି ପଥର ସବୁ ଗଦା ହେଇଯାଇଥିଲା ଏବଂ ସେଇଥିପାଇଁ ସେ ଯାଇକି এইটা গোটা କ'ଣ ହେଲା ଯେଉଁଟା କଲେ ସେଇଟା ଗାଧୁଆ ଦେଇ ରାସ୍ତାରେ ସମସ୍ତେ ଯାଉଛନ୍ତି ଜଙ୍ଗଲକୁ ଯାଉଛନ୍ତି ରାସ୍ତାରେ ସେତେବେଳେ ସଂକୀର୍ଣ୍ଣ ଥିଲା ଯିଏ ଯାଉଛନ୍ତି ଗାଧୁଆ ସମସ୍ତେ କରିବେ ସେମାନେ ଏଠୁ ଚିନ୍ତା କଲେ ଯେ ଗାଧୁଆ ଯଦି ମାଆଙ୍କୁ ଗୋଟେ ପୂଜା ଯେମିତି କରାଯିବ ସେମିତି ଗୋଟେ ବ୍ୟବସ୍ଥା କରାଯାଏ ତେଣୁ ସେ ଆଉ ଗୋଟେ ପାଷାଣ ପୁଣି ମାଆଙ୍କୁ ବନ ଦୁର୍ଗାରେ କଲେ ଏଇଟା ସର୍ବସାଧାରଣ ପାଇଁ କଲେ ମୁଖ୍ୟ ଗୋଟେ ଜାଗା କଲେ ଯେଉଁଟା ମନ୍ଦିର ବର୍ତ୍ତମାନ ହେଇଛି ସେଇଠି ଗୋଟେ ଗଛ ଥିଲା ଗଛ ମୂଳେ ସେ ମା ପୂଜା ପାଉଥିଲେ ବୁଝିଲା ପାଷାଣ ରୂପେ ସେ ପାଷାଣ ବର୍ତ୍ତମାନ ବି ଅଛି ଆସ୍ତେ ଆସ୍ତେ ଛିଣ୍ଡିଗଲା ନା ସିନ୍ଦୁର ଇଏ ଗୁଡ଼ ଖାଇ ଛିଣ୍ଡିଗଲା ତାପରେ ସେଠି ସେ ମୁଖ୍ୟ ରହିଲେ ଏଟା ରହିଲେ ବାଟ ବୟାଣୀ ତେଣୁ ବାଟ ବୟାଣୀ ପଥର ପୁଞ୍ଜି ଦୁଇଟା ନାଁ ହେଲା ବନ ଦୁର୍ଗା ହେଲା ଏବଂ ୟାକୁ ମଧ୍ୟ କୁହାଯାଏ ଚାରିଟା ନାଁ ଅଛି ପଥର ପୁଞ୍ଜି ବାଟ ବୟାଣୀ ବନ ଦୁର୍ଗା ଆଉ ନା ପ୍ରଥମତଃ ବନ ଦେବୀ ଗଲେ ତାପରେ ବନ ଦୁର୍ଗା ଆସିଲେ ତାପରେ ପଥର ପୁଞ୍ଜି ଗଲା ତାପରେ ବାଟ ବାୟାଣୀ କାହିଁକି କୁହାଗଲା ସେତେବେଳେ ଯଦି କେହି କିଛି ଅଘଟଣ କଲା କ'ଣ କଲା ଲୋକ ହଉ କି ସ୍ତ୍ରୀ ଲୋକ ହଉ ସେ କ'ଣ ବାୟାଣୀ ଆମେ କହୁଛନ୍ତି ଦେବୀ ବୋଲି କହୁଛନ୍ତି ସେ ତାଙ୍କର ଲାଗିଲେ ଅଘଟଣ କରିଥିଲେ ସେ ବିଭିନ୍ନ ପ୍ରକାର ସେ ତା ରୂପ ଦେଖି ଦିଅନ୍ତି ବୁଢ଼ୀ ବେଶରେ ମଧ୍ୟ ଲୋକ ଦେଖନ୍ତି ବ୍ୟାଘ୍ର ବେଶରେ ମଧ୍ୟ ସେ ବୁଲନ୍ତି ଏବେ ଯେଉଁ ଗୀତ ମା ବାୟାଣୀଙ୍କର ଚାଲିଛି ଗୀତଟା ଏ ଗୀତଟା ଶେଷ ପଦରେ ଦେଖିବ କେତେବେଳେ ମା ବୁଢ଼ୀ ବେଶ ଧରୁ କେତେ ମା ବାଘ ବେଶ ଧରୁ କେତେ ପୁଣି ବାୟାଣୀ ବେଶ ଧରୁ ଏମିତି ସବୁ ପଥର ପୁଞ୍ଜିରେ ବାଟ ବୟାଣୀ ହେଲେ ତାପରେ ହେଲେ ବାୟାଣୀ ପୀଠ ବୋଲି ମଧ୍ୟ ଅପରହଂସ କରି ଲୋକ ଶେଷରେ ବାୟାଣୀ ପୀଠ ବୋଲି କହିଲେ ଗୀତ ତୁମର ଏଥିରୁ ଶୁଣିବ ଗୀତଟା ଏଇ 22 ମସିହାରେ କରେ ବାୟାଣୀ ଭଜନ ତ ତୁମ ମୋବାଇଲ ଦେଖୁନ ଏ ପାଖରେ ବାହାର ଦେଖି ବାୟାଣୀ ଭଜନ ଦେଖ ବାହାର କର ବାୟାଣୀ ଭଜନ ସାଙ୍ଗେ ସାଙ୍ଗେ ଆଚ୍ଛା ତାପରେ ଏଇଟା ଇଏ ଯେଉଁ ନୂଆପାତ୍ର ଗୀତ ଯାଇଛି ୟାର ବାର୍ଷିକ ପୂଜା ହେଲା ଗୋଟେ ଦିନ ଏବଂ ଯେଉଁଥିରେ କି ଅନେକ ମୁଦାବଳୀ ସେଥିରେ ହଜାର ମୁଦାବଳୀ ମଧ୍ୟ ପଡ଼ୁଥିଲା କିନ୍ତୁ ପ୍ରଶାସନ ସେଟାକୁ 3 ମସିହାରୁ ବନ୍ଦ କଲା ମୁଦାବଳୀ ଆଉ ପଡ଼ୁ ନାହିଁ ଯାହା ଏଇ ବାଳଭୋଗ ଗୁଡ଼ାକ ଯେଉଁ ଉଖୁଡ଼ା ନଡ଼ିଆ କି ଏଇ ଯେଉଁ ଭୋଗ ଯେମିତି ଅନ୍ନ ଭୋଗ ଲାଗୁଛି କେବଳ ସେତିକି ଲାଗିବ ଏବଂ ତାପରେ ଇଏ ତ ବଢ଼ି ଚାଲିଲା ସେତେବେଳକୁ ଗୋଟେ ବାଉଁଶ ଗଛ ଗୁଡ଼ା ଥିଲା ବାଉଁଶ ଗୁଡ଼ା ଯିଏ କହୁଥିଲେ ସେ ବାଉଁଶଟା 52 ବର୍ଷ ପରେ ମରିଗଲା ଧାନ ବାହାରେ ମରିଗଲା ପରେ 93 ମସିହାରେ ଗୋଟେ କ୍ଲବ୍ କରାଗଲା ନେତାଜୀ କ୍ଲବ୍ ତାଙ୍କୁ କଲିବୁ ସେଇଠି ଲାଗୁ ସେ 93 ମସିହାରୁ ବାଉଁଶ ସବୁ ଭାଙ୍ଗିକିରି ଏଗୁଡ଼ା ସବୁ କରାଗଲା କେଉଁଟା ତଳ ପିଢ଼ କରାଗଲା ମନ୍ଦିର ଯେଉଁଟା ଷ୍ଟେପ୍ ହେଇଛି ସବୁ କରାଗଲା MP ଲାଡ଼ ଆସିଲା 2ଟା ଛାତ ଫାତ ବି ସବୁ ପଡ଼ିଲା ଗାଁ ଲୋକ ମନ୍ଦିର ବି ସବୁ ନିର୍ମାଣ କଲେ 93 ମସିହାରୁ ଏ ପର୍ଯ୍ୟନ୍ତ ଏଇଟା ସବୁ ଏମିତି ଚାଲି ଆସିଛି ଇଏ ଗଲା ବାୟାଣୀ ପୀଠର